ଗତକାଲି ସକାଳେ ଜମିବାଡ଼ି ବିବାଦକୁ ନେଇକରି ଗୋଟେ ହତ୍ୟାକାଣ୍ଡ ମହିଳାଶ୍ୱରୀ ଗାଁରେ ଘଟିଥିଲା। ସେ ସଂକ୍ରାନ୍ତରେ ସୁକାନ୍ତି ଭୋଇ ଆସିକରି ଆମର ପୁଇଁତଳା ଥାନାରେ ଗୋଟେ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗ ଆଧାରରେ ପୁଇଁତଳା ଥାନା କେସ୍ ନମ୍ବର 249/24 ଅଣ୍ଡର ସେକ୍ସନ 103 କ୍ଲଜ୍ 1 and 3 କ୍ଲଜ୍ 5 BNS ଆଧାରରେ ଗୋଟେ କେସ୍ ରୁଜୁ ହୋଇଥିଲା ଏବଂ ତଦନ୍ତ କରାଯାଇଥିଲା। ତଦନ୍ତ ସମୟରେ ଆମେ 2 ଜଣ ଆକ୍ୟୁଜ୍କୁ ଧରା ହେଇଛି, କାଳିଆ ଭୋଇ ଆଉ ପଙ୍କଜିନୀ ଭୋଇ, ଯେଉଁମାନେ କି ତାଙ୍କୁ ଘଟଣାସ୍ଥଳରେ ଜମିବାଡ଼ି ବିବାଦକୁ ନେଇ ବିବାଦ ସୃଷ୍ଟି ହେଲା, ଝଗଡ଼ା ସମୟରେ ଟାଙ୍ଗିଆରେ ତାଙ୍କୁ ଆକ୍ରମଣ କରି ହତ୍ୟା କରିଥିଲେ ଏବଂ ଆଉ ଜଣେ ମଧ୍ୟ ତାଙ୍କ ସହିତ ସମ୍ପୃକ୍ତ ଥିଲେ, ଯିଏ ଫେରାର ଅଛନ୍ତି। ତାଙ୍କର ପୁଅ, ତାଙ୍କୁ ମଧ୍ୟ ଆମେ ଧରିବା ପାଇଁ ଗୋଟେ ଟିମ୍ଟା ଗଠନ କରିଛୁ। ଯଥାଶୀଘ୍ର ଆମେ ତାଙ୍କୁ ଆରେଷ୍ଟ କରିବୁ। ସାର୍ ଆଉ ଗୋଟେ ଜିନିଷ କେନ୍ ହତିଆର ସେଟା ବି ପୁଲିସ ଜବତ କରି ହଁ, ଯେଉଁ ଏଥିରେ ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା ଟାଙ୍ଗିଆ ଯେଉଁଟାରେ କି ସେମାନେ ହତ୍ୟା କରିଥିଲେ ତାହା ମଧ୍ୟ ପୁଲିସ ସିଜ୍ କରିଛି।